ଜୟ ଜଗନ୍ନାଥ ଶୁଭ ସକାଳ। ନମସ୍କାର ଦର୍ଶକ ବନ୍ଧୁ, ଖବର 24 ଆୱାର ୟୁଟ୍ୟୁବ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଦିନଟି ଆପଣଙ୍କର ଶୁଭମୟ ହେଉ। ଆସନ୍ତୁ ନଜର ପକାଇବା ରାଜ୍ୟ ତଥା ଦେଶ ବିଦେଶର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ବଲାଙ୍ଗୀରରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ। ଉପକୃତ ହେବେ 80,000ରୁ ଅଧିକ ଚାଷୀ। ପୂରଣ ହେଲା ଦୀର୍ଘ ବର୍ଷର ସ୍ୱପ୍ନ। ଶୁଖିଲା ଭୂଇଁକୁ ମାଡ଼ିବ ସୁକତେଲ ପାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି ଓଡ଼ିଶାର ନବମ ବୃହତ ବନ୍ଧ ଲୋୟର ସୁକତେଲ ପ୍ରକଳ୍ପ। ଏହି ବନ୍ଧ ଦ୍ୱାରା ଉପକୃତ ହେବେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର 80,000 ଚାଷୀ। ସେହିପରି 70,000 ଲୋକଙ୍କୁ ମିଳିବ ପିଇବା ପାଣି। ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା 29ଟି ଗାଁ ଲୋକଙ୍କ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନଙ୍କ ତ୍ୟାଗ ସବୁଦିନ ପାଇଁ ମନେ ରହିବ। ତେବେ କେବଳ ଏତିକି ନୁହେଁ, ବଲାଙ୍ଗୀର ପାଇଁ 305 କୋଟି ଟଙ୍କାର 69ଟି ପ୍ରକଳ୍ପ ଉଦ୍ଘାଟନ କରିବା ସହ 2,220 କୋଟି ଟଙ୍କାର 112ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। କୁହୁଡ଼ି ସମୟରେ ବି ସୁରୁଖୁରୁରେ ଚାଲିବ ଟ୍ରେନ୍, ଲାଗିବ ଫଗ୍ ପାସ୍। ହଁ ଦର୍ଶକ ବନ୍ଧୁ, କୁହୁଡ଼ି ଯୋଗୁଁ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳବାଇ ପ୍ରାୟ 20,000 ଫଗ୍ ପାସ୍ ଉପକରଣ ଯୋଗାଇ ଦେଇଛି। କୁହୁଡ଼ି ପାସ୍ ହେଉଛି ଏକ ଜିପିଏସ୍ ଆଧାରିତ ନାଭିଗେସନ ଯନ୍ତ୍ର, ଯାହା ଲୋକୋ ପାଇଲଟକୁ ଘନ କୁହୁଡ଼ି ଅବସ୍ଥାରେ ଦେଖିବାରେ ସାହାଯ୍ୟ କରେ। ରେଳ ମନ୍ତ୍ରଣାଳୟ କହିଛି ଯେ ସିଗ୍ନାଲ, ଲେବଲ କ୍ରସିଂ ଗେଟ୍ ଏବଂ ସ୍ଥାୟୀ ଗତି ପ୍ରତିବନ୍ଧକ ଭଳି ଚିହ୍ନିତ ଲ୍ୟାଣ୍ଡମାର୍କର ଅବସ୍ଥାନ ବିଷୟରେ ଲୋକୋ ପାଇଲଟମାନଙ୍କୁ ଏହା ଅନବୋର୍ଡ ରିଅଲ ଟାଇମ୍ ସୂଚନା ପ୍ରଦାନ କରିଥାଏ। ମନ୍ତ୍ରଣାଳୟ କହିଛି ଯେ ଶୀତ ଋତୁରେ କୁହୁଡ଼ି ଯୋଗୁଁ ଦେଶର ଉତ୍ତର ଭାଗରେ ବହୁ ସଂଖ୍ୟକ ଟ୍ରେନ୍ ପ୍ରଭାବିତ ହୋଇଛି। ଫଗ୍ ପାସ୍ ଉପକରଣ ଘଣ୍ଟା ପ୍ରତି 160 କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍ ବେଗ ପାଇଁ ଉପଯୁକ୍ତ। ଲୋକୋ ପାଇଲଟ ସହଜରେ ଏହି ଉପକରଣକୁ ସାଙ୍ଗରେ ନେଇପାରିବେ। ଏହା ଆକାରରେ ଛୋଟ ଏବଂ ଓଜନରେ ହାଲୁକା। ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କଲା ବିକଶିତ ଭାରତ ସଂକଳ୍ପ ଯାତ୍ରା। ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକର 100% ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜୋର ଧରିଛି। 2023 ନଭେମ୍ବର 15 ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ସ୍ଥାନରୁ ଏକକାଳୀନ ଏକାଧିକ ସୂଚନା, ଶିକ୍ଷା ଓ ଯୋଗାଯୋଗ ଭ୍ୟାନ୍ ଯୋଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। 2024 ଜାନୁଆରୀ 25 ସୁଦ୍ଧା ସାରା ଦେଶରେ 2.60 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ 4,000ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଯାତ୍ରା ସହ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି। ଅର୍ଥତତ୍ତ୍ୱର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ। ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସଂସ୍ଥାର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଅନୁଗୁଳ ଆଦି ସ୍ଥାନରେ ଥିବା ପ୍ରାୟ 110 ଏକରରୁ ଅଧିକ ଜମି ବାଜ୍ୟାପ୍ତି ହେବ। ଏହା ସହ ବିଭିନ୍ନ ବ୍ୟାଙ୍କରେ ଥିବା 2,17 ଲକ୍ଷରୁ ଅଧିକ ଟଙ୍କା ଏବଂ 11ଟି ମୂଲ୍ୟବାନ ଗାଡ଼ି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ସମ୍ପତ୍ତି ବାଜ୍ୟାପ୍ତି କରି ସାଧାରଣରେ ନିଲାମ କରିବାକୁ କୋର୍ଟ କହିଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ କୋର୍ଟ ତାଙ୍କ ରାୟରେ କହିଛନ୍ତି। ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଆଉ ଏକ ସଫଳତା। ଲଞ୍ଚ ହେବ GSAT-20 ଉପଗ୍ରହ। ଜାଣନ୍ତୁ କ'ଣ ହେବ ଫାଇଦା। ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଆଉ ଏକ ବଡ଼ ସଫଳତା ଆଡ଼କୁ ଅଗ୍ରସର ହେଉଛି। ସ୍ପେସ୍ ଏକ୍ସର ଫାଲକନ 9 ରକେଟ୍ ସାହାଯ୍ୟରେ GSAT-20 ସାଟେଲାଇଟ୍‌କୁ ଲଞ୍ଚ କରିବାକୁ ଯାଉଛି ଇଣ୍ଡିଆ। ଏନେଇ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସୂଚନା ଦେଇଛି। NSIL ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଏକ ବାଣିଜ୍ୟିକ ଶାଖା। ଏହି କମ୍ପାନୀକୁ ଆବଶ୍ୟକତା ପୂରଣ କରିବା ପାଇଁ ଡିମାଣ୍ଡ ଡ୍ରିଭେନ୍ ମୋଡ୍‌ରେ ଉପଗ୍ରହ ନିର୍ମାଣ, ପ୍ରକ୍ଷେପଣ ଓ ସଞ୍ଚାଳନ କାର୍ଯ୍ୟ ଦିଆଯାଇଛି। ଜୁନ୍ 2022ରେ GSAT-24ର ସଫଳ ମୃତ୍ୟନ ପରେ NSIL ପକ୍ଷରୁ ଏହି ମିଶନକୁ ସମ୍ପୂର୍ଣ୍ଣ ଭାବେ ହାତକୁ ନିଆଯାଇଥିଲା। NSISL ଟାଟା ପ୍ଲେ ସହଯୋଗରେ ଏବେ GSAT-20କୁ ମହାକାଶକୁ ନିକ୍ଷେପ କରିବାକୁ ଯୋଜନା କରୁଛି। ଯୁକ୍ତ 2 ଛାତ୍ରଛାତ୍ରୀଙ୍କୁ ନିଟ୍ ଓ JEE କୋଚିଂ ସବୁ ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ। ଗୁରୁବାରଠାରୁ ଆରମ୍ଭ ହେବ ଯୁକ୍ତ 2 କଲେଜରେ ନିଟ୍ ଓ JEE କୋଚିଂ। ଭର୍ଚୁଆଲରେ ଯୁକ୍ତ 2 ଛାତ୍ରଛାତ୍ରୀ କୋଚିଂ ପାଇବେ। ସବୁ ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ। ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍ ପ୍ୟାନେଲ ଇନଷ୍ଟାଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEEରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାପନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ। ଅନଲାଇନ୍ କ୍ଲାସ ସମୟରେ କଲେଜ କର୍ତ୍ତୃପକ୍ଷ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ପିଲାଙ୍କୁ ସହାୟତା କରିବାକୁ।